ଭଗବାନ ସଦାଶିବ ଛୋଟିଆ ଛୋଟିଆ ଜିନିଷରେ ସନ୍ତୁଷ୍ଟ ହୋଇ ଆଶୁତୋଷ ନାମକୁ ଧାରଣ କରିଥିବା ବେଳେ ଭକ୍ତଟିଏ ମନୋକାମନା ପୂରଣ କରିବା ପାଇଁ 2 ବୁନ୍ଦା ଗଙ୍ଗା ଜଳ ହେଉ ବା 2-4ଟି ବେଲପତ୍ର ହେଉ ବା 2 କେରା ଦୁବ ଅରୁଆ ଚାଉଳ ହେଉ ଭଗବାନଙ୍କୁ ସମର୍ପି ଦେଇ ଯେତେବେଳେ ଶରଣାଗତ ହେଇଯାଏ ନା, ପ୍ରଭୁ ଆଶୁତୋଷ ସଙ୍ଗେ ସଙ୍ଗେ କୃପା ବରଷି ଦିଅନ୍ତି। କୋମଳମତି ନିଷ୍ପାପ ମାର୍କଣ୍ଡେୟର ଭକ୍ତିରେ ପ୍ରସନ୍ନ ହୋଇ ମୃତ୍ୟୁଞ୍ଜୟ ବର ଦେବାର କ୍ଷମତା ରଖିଥିବା ବେଳେ ଅହଙ୍କାରୀ ଗର୍ବୀ ଦକ୍ଷର ଯଜ୍ଞସ୍ଥଳକୁ ଧ୍ୱଂସ ବିଧ୍ୱଂସ କରି ତାଣ୍ଡବ ରଚନା କରିବାର କ୍ଷମତା ମଧ୍ୟ ରଖିଥାନ୍ତି ପ୍ରଭୁ ସଦାଶିବ। ତେଣୁ ସଦାଶିବଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସହଜସାଧ୍ୟ ହୋଇଥିବା ବେଳେ ତାଙ୍କ କ୍ରୋଧାଗ୍ନିରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟ। ଆଜି ମୁଁ ଆପଣମାନଙ୍କ ପାଇଁ ଯେଉଁ ବିଷୟଟି ଉପସ୍ଥାପନା କରିବି ସେ ବିଷୟଟି ହେଉଛି କେତକୀ ଫୁଲ କ'ଣ ପାଇଁ ଶିବଙ୍କ ମଥାରେ ରହିବାର ଯୋଗ୍ୟତା ହରାଇଲା ବା କ'ଣ ପାଇଁ ସଦାଶିବ କେତକୀ ଫୁଲକୁ ଘୃଣା କରନ୍ତି, କ'ଣ ପାଇଁ କେତକୀ ଫୁଲ ଶିବଙ୍କ ପାଖାପାଖି ଆସିପାରେ ନାହିଁ। ଥରେ ଭଗବାନ ବିଷ୍ଣୁ ଆଉ ବ୍ରହ୍ମାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା। ବ୍ରହ୍ମା କହିଲେ କି ମୁଁ ସୃଷ୍ଟିର ରଚୟିତା, ସେଥିପାଇଁ ମୁଁ ହେଉଛି ବଡ଼। ବିଷ୍ଣୁ କହିଲେ ମୁଁ ସୃଷ୍ଟିକୁ ପାଳନ କରେ, ସୃଷ୍ଟିକୁ ନିୟନ୍ତ୍ରଣ କରେ, ତେଣୁ ମୁଁ ହେଉଛି ସର୍ବସର୍ବା। କିନ୍ତୁ ଉଭୟଙ୍କର ଏ କଳିଦ୍ୱନ୍ଦ୍ୱର କୌଣସି ପରିଣାମ ବାହାରିଲା ନାହିଁ। ସେମାନେ ଯାଇ ପହଞ୍ଚିଗଲେ ସଦାଶିବଙ୍କ ପାଖରେ। ସେମାନଙ୍କ କଥା ଶୁଣି ଶିବ କହିଲେ, ହେ ବିଷ୍ଣୁ, ତୁମେ ଯାଅ, ମୋର ଯେ ଶିବଲିଙ୍ଗ ଅଛି ତାହାର ଆରମ୍ଭ କେଉଁଠି ତୁମେ ଖୋଜି ଆସି ମୋତେ କହିବ। ଆଉ ବ୍ରହ୍ମା, ତୁମେ ଯାଅ, ଏ ଶିବଲିଙ୍ଗର ଅନ୍ତ କେଉଁଠି ତାକୁ ଖୋଜି ଆସି ମୋତେ କହିବ। ତାପରେ ମୁଁ କହିବି ତୁମ 2 ଜଣଙ୍କ ମଧ୍ୟରୁ କିଏ ବଡ଼। ଶିବଙ୍କ ପାଖରୁ ଏହି କଥା ଶୁଣି ବ୍ରହ୍ମା ଆଉ ବିଷ୍ଣୁ 2 ଜଣ ଚାଲିଲେ। ବିଷ୍ଣୁ ଶିବଲିଙ୍ଗର ଆରମ୍ଭ କେଉଁଠୁ ଖୋଜି ଖୋଜି ହାଲିଆ ହୋଇଗଲେ। ଶେଷରେ ନିରାଶ ହୋଇ ଶିବଙ୍କ ପାଖରେ ପହଞ୍ଚିଲେ। କହିଲେ, ହେ ପ୍ରଭୁ ସଦାଶିବ, ମୋତେ କ୍ଷମା କର। ଏଇ ଯେ ଶିବଲିଙ୍ଗର ଆରମ୍ଭ କେଉଁଠି ଖୋଜି ଖୋଜି ପାଇଲି ନାହିଁ, ତେଣୁ ମୁଁ ହାର ମାନୁଛି। କିଛି କ୍ଷଣ ବିତିଯିବା ପରେ ବ୍ରହ୍ମା ଫେରି ଆସି ପହଞ୍ଚିଲେ ଏବଂ ଶିବଙ୍କୁ କହିଲେ, ହେ ପ୍ରଭୁ, ମୁଁ ଶିବଲିଙ୍ଗର ଅନ୍ତ କେଉଁଠି ଖୋଜି ବାହାର କରିପାରିଛି। ସ୍ୱର୍ଗଲୋକ ପରେ ବିଷ୍ଣୁଲୋକ, ବ୍ରହ୍ମଲୋକ, ତାହାରି ପାଖାପାଖିରେ ହିଁ ଶିବଲିଙ୍ଗର ଅନ୍ତ ହୋଇଥିଲା। ମୁଁ ସେଇଠାରେ ପହଞ୍ଚିଲି। ଶିବଲିଙ୍ଗ ଉପରେ ଥିବା କେତକୀ ଫୁଲକୁ ମୋ ସାଥିରେ ନେଇ ଆସିଛି। ଏହା କହି ବ୍ରହ୍ମା ନିଜ ସାଥିରେ ଆଣିଥିବା ଗୋଟିଏ କେତକୀ ଫୁଲକୁ ଶିବଙ୍କୁ ଦେଖାଇଲେ। ଏହା ଦେଖି ସଦାଶିବ କହିଲେ, ହେ କେତକୀ ଫୁଲ, ତୁମେ କୁହ, ସତରେ କ'ଣ ବ୍ରହ୍ମା ମୋର ଅନ୍ତିମ ସ୍ଥଳରୁ ତୁମକୁ ନେଇ ଆସିଛନ୍ତି କି? କେତକୀ ବ୍ରହ୍ମାଙ୍କ କଥାରେ ପ୍ରଲୋଭିତ ହୋଇଯାଇଥିଲା ଏବଂ ମିଛ କହିବା ପାଇଁ ବ୍ରହ୍ମାଙ୍କୁ କଥା ଦେଇଥିଲା। ତେଣୁ ବ୍ରହ୍ମାଙ୍କୁ ଦେଇଥିବା କଥା ଅନୁସାରେ ସଦାଶିବଙ୍କ ପାଖରେ ମିଛ କହିବାକୁ ବାଧ୍ୟ ହୋଇଥିଲା ଏବଂ କହିଥିଲା, ହଁ ପ୍ରଭୁ, ମୁଁ ଆପଣଙ୍କ ମଥା ଉପରେ ଥିଲି। ଯେଉଁଠାରେ ଆପଣଙ୍କର ଅନ୍ତିମ ପର୍ଯ୍ୟାୟ ଥିଲା ସେଇଠାରେ ବ୍ରହ୍ମା ପହଞ୍ଚିଲେ ଏବଂ ମୋତେ ଦେଖା କରିବା ପରେ ପ୍ରମାଣ ଦେବା ପାଇଁ ମୋତେ ସାଥିରେ ନେଇ ଆସିଲେ। କେତକୀ ମୁହଁରୁ ଏକଥା ଶୁଣି ସଦାଶିବ କ୍ରୋଧିତ ହୋଇଗଲେ। ଅଭିଶାପ ଦେଲେ, ହେ ବ୍ରହ୍ମା, ତୁମେ ନିଜର ସ୍ୱାର୍ଥ ପାଇଁ ଆଜି ତୁମେ ମିଥ୍ୟାବାଦୀ ହୋଇଛ। ତୁମ ନିଜ ସ୍ୱାର୍ଥ ପାଇଁ ଆଜି ତୁମେ ଏତେ ବଡ଼ ପାପ କର୍ମରେ ଭାଗୀଦାର ହୋଇଛ। ତେଣୁ ମୁଁ ତୁମକୁ ଅଭିଶାପ ଦେଉଛି। ତୁମେ ସୃଷ୍ଟିର ରଚୟିତା ହୋଇ ମଧ୍ୟ ତୁମକୁ କୌଣସି ଲୋକ ପୂଜା କରିବେ ନାହିଁ, ତୁମର ଆଦର ସମ୍ମାନ କରିବେ ନାହିଁ, କୌଣସି ମନ୍ଦିରରେ ତୁମର ପୂଜା ହେବ ନାହିଁ। ସେହିଦିନ ଠାରୁ ମର୍ତ୍ତ୍ୟମଣ୍ଡଳରେ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ। ସୃଷ୍ଟିର ରଚୟିତା ହୋଇ ମଧ୍ୟ ତାଙ୍କୁ କେହି ପୂଜା କରନ୍ତି ନାହିଁ କି ଆଦର ସମ୍ମାନ କରନ୍ତି ନାହିଁ। ବ୍ରହ୍ମାଙ୍କର କୌଣସି ମନ୍ଦିର ତିଆରି ହୋଇନାହିଁ। ତାପରେ ଆସିଲା କେତକୀ ଫୁଲର ବାରି। କ୍ରୋଧାଗ୍ନିରେ ଜର୍ଜରିତ ହୋଇ ସଦାଶିବ କହିଲେ, ହେ କେତକୀ, ତୁମେ ମୋର ସବୁଠାରୁ ପ୍ରିୟ ଫୁଲ ଥିଲ। ତୁମକୁ ମୁଁ ସବୁଠାରୁ ଭଲ ପାଉଥିଲି ଆଉ ସେଥିପାଇଁ ସବୁଦିନେ ତୁମକୁ ମୋ ମଥା ଉପରେ ସ୍ଥାନ ଦେଉଥିଲି। କିନ୍ତୁ ତୁମର ଏ ସ୍ୱାର୍ଥପରତା, ଏ ମିଥ୍ୟାବାଦୀ ଗୁଣ ପାଇଁ ଆଜିଠାରୁ ମୁଁ ତୁମକୁ ଘୃଣା କରିବା ଆରମ୍ଭ କଲି। ତୁମେ ଆଜିଠାରୁ ମୋର ଆଖପାଖରେ ଦେଖାଦେବ ନାହିଁ। ତୁମେ ଆଜିଠାରୁ ମୋ ପାଇଁ ଅଯୋଗ୍ୟ ହୋଇଗଲ। ମୋ ପୂଜାରେ ତୁମେ କେବେ ବି ବିନିଯୋଗ ହୋଇପାରିବ ନାହିଁ।
ସେଇଦିନ ଠାରୁ କେତକୀ ଫୁଲ ଶିବଙ୍କ ପାଖରୁ ଦୂରରେ ରହିଲା ଏବଂ କଳିଯୁଗରେ ଶିବଙ୍କ ପୂଜାରେ କେତକୀ ଫୁଲକୁ ବାଦ୍ ଦିଆଗଲା। କେତକୀ ଫୁଲ ନିଜ ସ୍ୱାର୍ଥପରତା ମିଥ୍ୟାବାଦୀ ଗୁଣ ପାଇଁ ଶିବଙ୍କ ମଥାରେ ରହିବାର ଯୋଗ୍ୟତାକୁ ହରାଇଲା। ଏବେ ବୁଝିପାରିଥିବେ ଶିବଙ୍କ ମଥାରେ କାହିଁକି କେତକୀ ଫୁଲ ଲାଗେ ନାହିଁ ବା କେତକୀ ଫୁଲକୁ କାହିଁକି ସଦାଶିବ ଘୃଣା କରନ୍ତି। ବିଚରା କେତକୀ ଫୁଲର ଏହି କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ଆଉ ଏଇଭଳି ବିଷୟବସ୍ତୁ ଜାଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଓମ୍ ନମଃ ଶିବାୟ।